ଗ୍ୟାସ୍ ଆଜ୍ଞା ମୁଁ ବୁକିଂ କରିକି ମିଳିବା କଥା ଘରେ, କିନ୍ତୁ କେବେ ବି ତ ଘରେ ମୁଁ ପାଇନି ଆଜି ପର୍ଯ୍ୟନ୍ତ। ଏଠି ଆସିକି ନୁହେଁ, କିନ୍ତୁ ମାସେ ହେଲାଣି ବୁକିଂ କଲା ପରେ ବି ଡେଲି ଆସିକି ଫେରୁଛି। ସେ ଗୋଦାମରେ ବି ନାହିଁ, ଏଠି ବି ନାହିଁ, ତାଙ୍କ ଗାଡି ବି କାହିଁ ମୁଁ ଦେଖିପାରୁନି କୁଆଡେ ଗଲେ। ସେ ଜମା ଟୋଟାଲ ଆସିକି ଗ୍ୟାସ୍ ଦଉନାହାନ୍ତି, ବହୁତ ହଇରାଣ ହଉଛି ଆଜ୍ଞା। ଗ୍ୟାସ୍ ନଥିଲେ ଜଳେଇବା କେମିତି ଆଜ୍ଞା? ଗଭର୍ଣ୍ଣମେଣ୍ଟର ଏତେ ସବୁ ସ୍କିମ୍ ଥାଇକିନା ବି ଗ୍ୟାସ୍ ଠିକ୍ ସେ ତ ମିଳୁନି, ଆଉ ଜଳେଇବା କେମିତି? ଏତେ ଦୂରରୁ ବାରମ୍ବାର ଆମେ ଗାଡିରେ ତେଲ ପୋଡିକି ଆସୁଛୁ, କିନ୍ତୁ ଆମକୁ ପଇସା ଦେଇତେ ପଡୁଛି ଘରେ ଡେଲିଭରି ପାଇଁ, କିନ୍ତୁ ହେଲେ ବି ଗ୍ୟାସ୍ ମିଳୁନି। ପଇସା ଦେଲା ସତ୍ତ୍ୱେ ବି ଗ୍ୟାସ୍ ମିଳୁନି। ଏଠି କହୁଛନ୍ତି ନାହିଁ, ସରିଯାଇଛି, ସକାଳେ ଆସିଥିଲା ସରିଗଲା, ଏମିତି ଆଉ। ୟାକୁ ଟିକେ ଆକ୍ସନ ନିହାତି ଦରକାର। ଏଜେନ୍ସି ବୋଧେ ପାରୁନି, ଯୋଗେଇ ପାରୁନି ଯେତିକି ରିକ୍ୱାରମେଣ୍ଟ ରହୁଛି। ତେଣୁକରି କିଛି ଗୋଟେ ଆକ୍ସନ ନେଲେ ଆମକୁ ସୁବିଧାରେ ଗ୍ୟାସ୍ ଯଦି ମିଳନ୍ତା, ଆମେ ଟିକେ ସୁବିଧା ହୁଅନ୍ତା, ଏତେ ଦୂରରୁ ଆସିବା ପାଇଁ ପଡନ୍ତାନି। ଗ୍ୟାସ୍ର ବହୁତ ସମସ୍ୟା, ଆଉ ବିଶାଲ ଏଜେନ୍ସି ଖୋଲା ହେଇପାରୁନି, ସେଠି ଗଲାପରେ କେହି ନାହାନ୍ତି, ଡୋର ବନ୍ଦ ଅଛି, ଫୋନ୍ କଲେ ବି ଫୋନ୍ ଉଠାଉନାହାନ୍ତି, କିଛି ନାହିଁ। ଆପଣ ଆଗରୁ କୋଉଠି ଥିଲା? ଆଗରୁ ଏଇ ବ୍ରହ୍ମେଶ୍ୱରରେ ଥିଲା। ଆପଣ କହିକି ତାକୁ ଚେଞ୍ଜ କରିଥିଲେ ନା ଆପେ ଆପେ ଚେଞ୍ଜ କରିଥିଲେ? ନାଇଁ ନାଇଁ, ସେ ଆପେ ଆପେ ଚେଞ୍ଜ ହେଇଥିଲା, ବୋଧେ ଆପେ ଆପେ ଚେଞ୍ଜ ହେଇଥିଲା, ବିଶାଲ ଏଜେନ୍ସିରୁ ଦିଆ ହେଇଥିଲା। କିନ୍ତୁ ସେ ତ ସେଠି ତାଙ୍କର ଅଫିସ୍ ଖୋଲିଲେ ସିନା ଆମେ ଯାଇକରି ଗ୍ୟାସ୍ ଆଣିବୁ, କ'ଣ ଫୋନ୍ କଲେ ବି କେହି ଉଠୁନାହାନ୍ତି। ଆପଣ କେତେ ଦିନ ଆଣି ପାରୁଛନ୍ତି? ବୁକିଂ ହେଇଛି 10 ତାରିଖରୁ, କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ୟାସ୍ ନାହିଁ। ଆଜି 16 ତାରିଖ ହେଲାଣି। କେତେ ହଇରାଣ ହେଉଛନ୍ତି ଘରେ? 4-5 ଥର ଦୌଡ଼ା ଦୌଡ଼ି ହେଲୁଣି, ଫୋନ୍ କରୁଛୁ, ଖାଲି ଗ୍ୟାସ୍ ଟାଙ୍କି ଧରିକି ଆସୁଛୁ, ଘରକୁ ଆଉ ଥରେ ଫେରୁଛୁ, ତା ଛଡ଼ା ଆଉ କିଛି ନାହିଁ। ଆଉ କହୁଛନ୍ତି କି ଗ୍ୟାସ୍ ନାହିଁ, ଟାଙ୍କି ନାହିଁ। କେତେ ଦିନ ହେଲା ବୁକିଂ କରିଥିଲେ? ମାସେ ହେଲା 2 ଥର ବୁକିଂ କରିଥିଲି, ଆଜି ପୁଣି 3 ଥର ହବ। କହୁଛନ୍ତି ଟାଙ୍କି ନାହିଁ, କହୁଛନ୍ତି ଗ୍ୟାସ୍ ଆସିନି କହୁଛନ୍ତି। ହଁ କାଲି ଯାଇଥିଲା ଗାଡି, ଆମ ଘର ପାଖରେ ରଖିଛନ୍ତି। କଣ ପାଇଁ ଦେଲେନି କେଜାଣି, ମୁଁ ଆଉ ଜାଣିନି। କହିଲେ ଟାଙ୍କି ନାହିଁ, କଣ କହିବେ ଆମକୁ ଯେମିତି ହେଲେ ଦିଅନ୍ତୁ, ଆମେ ଚଳିବୁ କେମିତି? ଆମେ କେମିତି ରୋଷେଇବାସ, କୋଉଠୁ କାଠ ଦିଟା ଆଣିକି ବାଉଁଶ ଫାଉଁଶ ଯାହା ଅଛି ସେଇଥିରେ ଆଣିକି ଆଜି ରୋଷେଇ କରିବୁ। ଭାରି ହଇରାଣ ହଉଛନ୍ତି ଲୋକମାନେ। ନାଇଁ ଦେଖନ୍ତୁ, ଆମର ଆକ୍ଚୁଆଲି ଯାହା ମୋ ପାଖରେ ଡାଟା ଅଛି, HP ଗ୍ୟାସ୍ର ଯେଉଁ ସପ୍ଲାଇ ଲୋକେସନ୍ ଅଛି, ସେ ଜାଗାରୁ ତାଙ୍କର ରିଫିଲ୍ ସପ୍ଲାଇରେ ଟିକେ ଇସ୍ୟୁ ଅଛି। ଆଉ ଯେଉଁ ଇସ୍ୟୁଟାକୁ ସେମାନେ ଏବେ କମ୍ପାନୀ ବାଲାଙ୍କ ସାଙ୍ଗରେ ମୁଁ ନିଜେ କଥା ହେଇଛି, ଲାଷ୍ଟ 3 ଦିନ ହେଲା ବି ଆମେ ଟଚ୍ରେ ଅଛୁ। ତାଙ୍କର ରିଫିଲ୍ ସପ୍ଲାଏ ଟିକେ ବଢ଼େଇବା ପାଇଁ କେନ୍ଦୁଝର ପାଇଁ କୁହାଯାଇଛି। ପ୍ରାୟ ବ୍ରହ୍ମେଶ୍ୱରର ବି ଯାହା ଟିକେ ପ୍ରୋବ୍ଲେମ୍ ଥିଲା, ଧୀରେ ଧୀରେ ସର୍ଟ ଆଉଟ୍ ହେଲାଣି। ଆଉ ତାଙ୍କୁ ଆମେ କହିଛୁ 5-6 ଦିନ ଭିତରେ ଆଉ ରିଫିଲ୍ ସପ୍ଲାଏ ଦେଇଦେଲେ ଆମର ଯାହା ପେଣ୍ଡେନ୍ସି କେସ୍ ଅଛି ପ୍ରାୟ କ୍ଲିୟର ହେଇଯିବ। ଆଉ ଯୋଉ ଜାଗାରୁ ଯେମିତି ଆସୁଛି, ଆପଣମାନେ ଯୋଉ ଜାଗା ଯେମିତି କହିଲେ ଇସ୍ୟୁଜ୍ ଅଛି, ଆମେ ଆମ ଲେବୁଲରେ ତାକୁ ଟଚ୍ରେ ଅଛୁ ସମସ୍ତଙ୍କ ସାଙ୍ଗରେ, ଆଉ ଆମେ ତାକୁ କରିଦେବୁ, ସଲ୍ଭ କରିଦେବୁ।